ଭୁବନେଶ୍ୱର ଉପକଣ୍ଠରେ ଜୈନ ମନ୍ଦିର ଓ କୀର୍ତ୍ତିରାଜିକୁ ନେଇ ଶୋଭା ପାଉଥିବା ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ପ୍ରତିଦିନ ଆକର୍ଷିତ କରେ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ। ପାହାଡ଼ର ପାଦଦେଶରେ ପହଞ୍ଚିବା ମାତ୍ରେ ଆପଣ ବିସ୍ମିତ ହୋଇ ଉଠିବେ ଅସଂଖ୍ୟ ମାଙ୍କଡଙ୍କୁ ଦେଖି। କ୍ଷଣକ ପରେ ହୁଏତ ଅନୁଭବ କରିବେ ମାଙ୍କଡ ମାଙ୍କଡାମୀ ଉଦ୍ଦେଶ୍ୟରେ ନୁହେଁ, ସେ ଆସିଛି ମଣିଷ ପିଲାଟିଏ ଭଳି ଆପଣଙ୍କ ଠାରୁ କିଛି ପାଇବାକୁ। ଚିନାବାଦାମ ହେଉ ଅବା କଦଳୀ, ପାନ ଖଣ୍ଡେ ହେଲେ ବି ଚଳିଯିବ। ଲୋକଙ୍କ ସାଙ୍ଗେ ସବୁଦିନ ମିଳିମିଶି ସତେ ଯେମିତି ମାନେ ସାଙ୍ଗ ହେଇଗଲେଣି। ମନ ଯଦି ପାଇଯାଇଛି ତେବେ କାହା କାହା ମୁଣ୍ଡରୁ ସେମାନେ ଉକୁଣି ମଧ୍ୟ ବାଛି ଦିଅନ୍ତି। ପ୍ରଥମ ମାଙ୍କଡ ଗୋଟିଏ ଦଳ ଥିଲା, ଯିଏକି ଖଣ୍ଡଗିରି। ବର୍ତ୍ତମାନ ଉଦୟଗିରି ଗୋଟେ ଦଳ ଏବଂ ଖଣ୍ଡଗିରି ଗୋଟେ ଦଳ ଅଛନ୍ତି। ବର୍ତ୍ତମାନ ସେ ରାସ୍ତାଟି ହଉଛି ତାଙ୍କର ବର୍ଡର। ଇଏ ସେପଟକୁ ଯାଇପାରିବେନି, ସିଏ ବି ଏପଟକୁ ଆସିପାରିବେନି। ଯଦି ଖଣ୍ଡଗିରି ମାଙ୍କଡ ଯଦି ଉଦୟଗିରି ଭିତରେ ପଶିଲା ତାହେଲେ ସେ ମାଙ୍କଡ ବାଡେଇବେ, ତଡ଼ିବେ। ଦୁଇଟି ଯାକ ପାହାଡରେ ଥିବା ପ୍ରାୟ 800 ମାଙ୍କଡଙ୍କର ଗୋଡାଗୋଡି ଅନେକ ସମୟରେ ପର୍ଯ୍ୟଟକଙ୍କ ମଧ୍ୟରେ ସୃଷ୍ଟି କରେ କୌତୁହଳ ଆଉ ଶିହରଣ ମଧ୍ୟ। ସେଇ ପାହାଡରେ ଥିବା ନିରେଇସ ଗଛର ଟାଣ ପତ୍ରକୁ ଚୋବେଇ ନ ପାରି ମାଙ୍କଡମାନେ ନିଜ ପେଟ ପାଇଁ ଆଡ୍ଡା ଜମାନ୍ତି ପର୍ଯ୍ୟଟକଙ୍କ ପାଖରେ। ମାଙ୍କଡମାନେ କିଛି କମ ରସିକ ମଧ୍ୟ ନୁହନ୍ତି। କିଏ ସେଠି ଆଇନାଟିଏ ରଖିଛି କେଜାଣି, ଫୁର୍ସତ ମିଳିବା ମାତ୍ରେ କେହି କେହି ମୁହଁ ସଜାଡି ଦେବାକୁ ପଛନ୍ତି ନାହିଁ। ଏତେ ପର୍ଯ୍ୟଟକ କାହିଁ କେତେ ଦୂରରୁ ଆସୁଛନ୍ତି, ମୁହଁ ଅସୁନ୍ଦର ଦିଶିଲେ ସେମାନେ ଖରାପ ଭାବିବେନି? ମଜା କଥା ହେଉଛି କେହି କେହି ସାମ୍ନାରୁ ଦେଖିଲା ବେଳେ ଆଉ କେହି କେହି ମାଙ୍କଡ ପଛରୁ ଉଣ୍ଡନ୍ତି, ଭିତରେ ଗୋଟିଏ ମାଙ୍କଡ ରହିଯାଇଛି କି ଆଉ। ପର୍ଯ୍ୟଟକ ମାନେ ହେଲେ ସେମାନଙ୍କ ପୃଷ୍ଠପୋଷକ ଆଉ ଦୋକାନୀ ମାନେ ସାଥୀ। ବାସ୍ ଖାଇବା ପିଇବାର ଅଭାବ ନାହିଁ, ମିଜାଜ ସଦାବେଳେ ଖୁସ୍। ରାଜଧାନୀର ଲୋକସଂଖ୍ୟା ସହ ତାଳ ଦେଇ ଖଣ୍ଡଗିରି ମାଙ୍କଡଙ୍କ ବଂଶବୃଦ୍ଧି ଘଟୁଛି ସତ, ହେଲେ ବର୍ଷା ଦିନେ ପର୍ଯ୍ୟଟକଙ୍କ ସଂଖ୍ୟା କମିଗଲେ ବିଚରା ମାଙ୍କଡ ମାନେ ହଇରାଣ ହୁଅନ୍ତି ଖାଇବା ପାଇଁ। ତେଣୁ ମଝିରେ ମଝିରେ ସେମାନଙ୍କ ମଧ୍ୟରୁ କେହି କେହି ପଛାନ୍ତି ନାହିଁ ରାଜଧାନୀ ଆସି ବଡବଡିଆଙ୍କ ହତାକୁ ଲମ୍ପ ଦେବା ପାଇଁ। One of the most sacred of Hindu rites swells the tiny village of Puri with more than 500,000 pilgrims. They come to earn admission to heaven by pulling the great temple throne of Jagannath